କାହ୍ନା ଆଜ୍ଞା ଭାଇ। ଇଏ ଭାଇ ଆମେ ବର୍ଷ ହବ ବୋଧେ ମାନେ ଏକାଠି କାମ କଲାଣି। ହଁ କେତେବେଳେ ମୁଁ ତତେ ପଚାରି ପାରିନି ଛୋଟ ଭାଇ ହିସାବରେ। ହଁ ତମର ହଉଛି ପ୍ରଥମେ ଥିଲା ଡିଷ୍ଟ୍ରିକ୍ଟ ମୁଁ ଜାଣିଛି ସମ୍ବଲପୁର। ସମ୍ବଲପୁର ପରେ ଏବେ ଦେବଗଡ଼ ଅଲଗା ହଁ ହେଇଯାଇଛି। ଦେବଗଡ଼ ଅଲଗା। ସମ୍ବଲପୁର ଦେବଗଡ଼ର କିଛି ଫେଷ୍ଟିଭାଲ ଭଲ ଭଲ ଜାଗା ନା କହିପାରିବୁ? ଆମର ତ ଲୋକ ଯେମିତି ଜାଣିବେ ନାହିଁ ବର୍ତ୍ତମାନ। ଆମର ତ ଅଛି ନା ପ୍ରଥମେ ସମ୍ବଲପୁର ଡ୍ୟାମ। ସେଇଟା ତ ସମ୍ବଲପୁର ଡ୍ୟାମ ବୋଲି ଭାଇ ସମସ୍ତେ ଜାଣିଛନ୍ତି, ଇଣ୍ଡିଆରେ ବି ଜାଣିଛନ୍ତି, ଓଡିଶା ନୁହେଁ ଇଣ୍ଡିଆ ଜାଣିଛି। ଆଉ ଗୋଟେ ଆମର ଉତ୍ସବ, ଗୋଟେ ବଡ ଉତ୍ସବ କହିଲେ ଆମର ପ୍ରଧାନ ପାଟ ମହୋତ୍ସବ। ପ୍ରଧାନ ପାଟ ମହୋତ୍ସବ ଉତ୍ସବ 3-4 ଦିନ ମଧ୍ୟରେ ମାନେ ଧରିକି ହୁଏ ଆଉ। ହଁ ଫଙ୍କସନ ଭଳିଆ ବହୁତ ବଡ ଭଳିଆ ବହୁତ ଲୋକ ହୁଅନ୍ତି, ବହୁତ ଭଳିଆ ମାନନ୍ତି ଆଉ ବହୁତ ମାନନ୍ତି। ଆଉ ନେକ୍ସଟ ହେଲା ଗୋଟେ ଆମର ମା ରମ୍ଭା ଦେବୀ ବୋଲି ଗୋଟେ ଜଙ୍ଗଲରେ ମା ପୂଜା ପାଆନ୍ତି ଏଇ ରଜ ସେ ଜାଗାଟା ନା ସେଇ ଜାଗାଟା ନା ମୁଁ ତ ଟିକେ ମନେ ପଡୁନି, ମନେ ହଉନି, କିନ୍ତୁ ପାହାଡ ପୂଜା ବୋଲି ତାକୁ କୁହନ୍ତି। ନେକ୍ସଟ ଇଏରେ କହିଦବୁ ଆଉ। କହିଦେବି ନେକ୍ସଟ ଇଏରେ। କିନ୍ତୁ ସେଇ ପୂଜାରେ ଏତେ ଲୋକ ହେବେ, ଏତେ ମାକୁ ଦର୍ଶନ କରି ଆସିବେ ଯେ ବହୁତ ବହୁ ଗାଁକୁ ଆସିବେ। ଫେମସ ଆମର ଜାଗା ବୋଇଲେ ସେଇ ଜାଗା ଗୋଟେ ଫେମସ ଅଛି। ଆମ ପ୍ରଧାନ ପାଟ ମହୋତ୍ସବ ଗୋଟେ ଫେମସ, ଆମର କଲାଚନ୍ଦନୀ ବି ଫେମସ ଅଛି। ବହୁତ ଉତ୍ସବ ଅଛି ଆଉ। ଆଉ କହୁଥିଲୁ ଯୋଉ ବାଲିଯାତ୍ରା ଗୋଟେ, ସେଟା ଆମ ଗାଁ ପାଖରେ ଗୋଟେ ବାଲିଯାତ୍ରା ଗାଁ ପାଖରେ ସେ ପ୍ଲେସ ଟା ନା କୁହ। ଆରେ ଯୋଉ ଲୋକ ଟୁର କରିବେ ଯିବେ ସେ ତ ଜାଣିଥିବା ଦରକାର ନା। ସେ ଆମର ବାରକୁଡ ଭିତରକୁ ସିଙ୍ଗିରି ବୋଲି ଗାଁ ଗୋଟେ ଅଛି, ସେଇ ଗାଁ ବାଲିଯାତ୍ରା ହୁଏ। ସେଇ ଗାଁରେ ଅଛି।